ईसाई धर्म अपना ले रहे हैं। ईसाई लोग बहुत तेजी से प्रचार कर रहे हैं, पैसा दे दे के हमारे हिंदू भाइयों को धर्म परिवर्तन करा दे। तुम भेजते हो स्कूल, भेजो, स्कूल जाकर ही तुम्हारा बेटा शराब पीना सीखता है, सिगरेट पीना सीखता है और रिलेशन लिविंग में रहना सीखता है। हाँ ज्ञानी ताऊ, बच्चों को स्कूल न भेजे, तेरे पास भेज दे जो तू ये सिखाए। 70 में क्या जोड़े कि 17 हो जाए। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ଭାଇ ଏବଂ ଭଉଣୀମାନେ, ଅନିରୁଦ୍ଧ ଆଚାର୍ଯ୍ୟ ଇଏ ଜଣେ ଇଣ୍ଡିଆ ଫେମସ୍ ବାବା, ଆପଣମାନେ ଜାଣିଥିବେ। ଆଉ ଅନେକ ଥର ମୋ ଭିଡ଼ିଓରେ ମୁଁ କହିସାରିଛି, ଆଜି ମଧ୍ୟ ମୁଁ କହିବି ଆପଣମାନଙ୍କୁ ଯେ ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ, ଯୀଶୁଙ୍କ ବିରୁଦ୍ଧରେ କଥାବାର୍ତ୍ତା କରିବା ହେଉଛି ଏହାର ପ୍ରକୃତି। ଅନେକ ଭିଡ଼ିଓ ମାନଙ୍କରେ ଆମେମାନେ ଦେଖୁ ଯେ ଏଇ ଯେଉଁ ବାବା ଅନିରୁଦ୍ଧ ଆଚାର୍ଯ୍ୟ, ସେ ଅନେକ ଥର, ପ୍ରିୟ ବନ୍ଧୁଗଣ, ଥରେ ନୁହେଁ କିମ୍ବା ଦୁଇଥର ନୁହେଁ, ଅନେକ ଥର ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ, ପ୍ରଭୁ ଯୀଶୁଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର କଥା ସେ କହି ଆସିଛି। ଆଉ ଏଇ ବାବା ତାର ଚିନ୍ତାଧାରା ଅନୁସାରେ, ତାର ମତ ଅନୁସାରେ ବାଇବେଲ ହେଉଛି ଏକ ଭୁଲ ପୁସ୍ତକ ଅଟେ। ଆଉ ବାଇବେଲରେ ସବୁକିଛି ମିଥ୍ୟା ବିଷୟ ଲେଖା ଅଛି। ଆଉ ଏ ବାବା କହନ୍ତି ଯେ ବାଇବେଲ ହେଉଛି ମିଛ, କିନ୍ତୁ ସେମାନଙ୍କର ହିନ୍ଦୁ ଧର୍ମର ବେଦ, ଉପନିଷଦ, ପୁରାଣ ଏ ସମସ୍ତ ବିଷୟ ସତ୍ୟ ଅଟେ। ବିଗତ ଦିନମାନଙ୍କରେ ବାଇବେଲକୁ ନେଇ ମଧ୍ୟ ଏଇ ଯେଉଁ ଅନିରୁଦ୍ଧ ଆଚାର୍ଯ୍ୟ ଏକ ବହୁତ ବଡ଼ ବିବାଦୀୟ ଗୋଟେ ମନ୍ତବ୍ୟ ସେ ଦେଇଥିଲା। ଆଉ ଯେଉଁ ବିଷୟରେ ମୁଁ ଭିଡ଼ିଓ ଅଲରେଡ଼ି ମୁଁ ବନେଇ ସାରିଛି, କିନ୍ତୁ ବହୁତ କମ୍ ଲୋକ ସେଇଟା ଦେଖିଛନ୍ତି। ଆଉ ଯଦି ଆପଣ ଚାହିଁବେ ତେବେ ମୋ ଚ୍ୟାନେଲକୁ ଭିଜିଟ୍ କରିକି ଦେଖିପାରିବେ। ଆଉ ସେ କହୁଥିଲା ଯେ ବାଇବେଲ ହେଉଛି ଭୁଲ ପୁସ୍ତକ ଅଟେ। ଦେଖ, ଆମର ବେଦ ଉପନିଷଦରେ ବିଜ୍ଞାନ ପୁରା ଭରପୁର ହେଇକି ରହିଛି, କିନ୍ତୁ ବାଇବେଲରେ କୌଣସି ବିଜ୍ଞାନ ନାହିଁ, କୌଣସି ଜ୍ଞାନ ନାହିଁ। ଆଉ ବାଇବେଲରେ ସବୁ ଭୁଲ ଲେଖା ହେଇଛି। ଆଉ ପୃଥିବୀର ଅବସ୍ଥିତିକୁ ନେଇକି ସେ ଏଇଭଳି ମନ୍ତବ୍ୟ ସେ ଦେଇଥିଲା। କିନ୍ତୁ ବାଇବେଲ ବିଷୟରେ 0% ନଲେଜ ଅଛି ୟାର। ମାନେ ବାଇବେଲ ବିଷୟରେ ଶତକଡ଼ା 1% ନଲେଜ ବି ଏ ବାବାଙ୍କ ଭିତରେ ନାହିଁ। ବାଇବେଲ କଥା ଛାଡ଼ନ୍ତୁ ଆଜ୍ଞା, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟ ଛାଡ଼ନ୍ତୁ, ନିଜର ଧର୍ମଶାସ୍ତ୍ର ବିଷୟରେ ମଧ୍ୟ ଏ ବାବାର ଜ୍ଞାନ ନାହିଁ। କିନ୍ତୁ ଏଇ ବାବା ଭାବେ ଯେ ମୁଁ ହେଉଛି ପୃଥିବୀର ସବୁଠାରୁ ବଡ଼ ଜ୍ଞାନୀ, ଆଉ ମୋ ଭିତରେ ଜ୍ଞାନର ଭଣ୍ଡାର ପୁରା ପୁରୀ ହେଇକି ରହିଛି। ଏଇଭଳି ଭ୍ରାନ୍ତ ଚିନ୍ତାଧାରା ଏ ବାବା ଭିତରେ ଅଛି। ଆଉ ମୁଁ ଏକ୍ସପୋଜ୍ କରିଥିଲି ଏ ବାବାଙ୍କୁ ମୋର ଭିଡ଼ିଓ ମାଧ୍ୟମରେ ଯେ କିପରି ବାଇବେଲ ଏକ ସତ୍ୟ ପୁସ୍ତକ, ବାଇବେଲ ମଧ୍ୟରେ ବିଜ୍ଞାନ ଭରପୁର ହେଇକି ରହିଛି, କିନ୍ତୁ ବରଂ ବେଦ ଉପନିଷଦରେ ଯାହା ଲେଖା ଅଛି ତା ବିଜ୍ଞାନ ସମ୍ମତ ନୁହେଁ। ତା ମୁଁ ପ୍ରୁଭ୍ କରିଥିଲି, ପ୍ରମାଣ କରିଥିଲି ହିନ୍ଦୁ ଧର୍ମଶାସ୍ତ୍ରର କିଛି ଶ୍ଲୋକ ନେଇକି ମୁଁ ପ୍ରମାଣ କରିଥିଲି। ଆଉ ଯେଉଁଠୁ ମୁଁ କହିଥିଲି ଯେ ପୃଥିବୀଟା କେମିତି ସ୍ଥିର ହୋଇକି ରହିଛି। ହିନ୍ଦୁ ଧର୍ମଶାସ୍ତ୍ର ବିଭିନ୍ନ ବିଷୟ ବର୍ଣ୍ଣନା କରେ, କିନ୍ତୁ ପୃଥିବୀ କେମିତି ସ୍ଥିର ହୋଇକି ରହିଛି। ବାଇବେଲ ଅନୁସାରେ ପୃଥିବୀ ଶୂନ୍ୟରେ ଝୁଲୁଛି ଏବଂ ବୈଜ୍ଞାନିକମାନଙ୍କ ମତ ଅନୁସାରେ ମଧ୍ୟ ଏ ପୃଥିବୀ ଶୂନ୍ୟରେ ଝୁଲୁଛି, ଯେଉଁଟା ଆପଣ ପାଇପାରିବେ ଆୟୁବ ତାର 28 ପର୍ବରେ ପାଇପାରିବେ। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏଇଭଳି ଯେତେ ଫେମସ୍ ବାବାମାନେ ଆମ ଭାରତବର୍ଷରେ ଅଛନ୍ତି, ଏମାନଙ୍କ ପାଖକୁ ଲକ୍ଷ ଲକ୍ଷ ଲୋକମାନେ ଯାଆନ୍ତି। ଆଉ ବାବା କ'ଣ କରନ୍ତି? ସେମାନଙ୍କୁ ଶିକ୍ଷା ଦିଅନ୍ତି ଧର୍ମ ବିଷୟରେ, ହିନ୍ଦୁ ଶାସ୍ତ୍ର ବିଷୟରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦିଅନ୍ତି। ଆଉ ଯେଉଁ ପ୍ରଶ୍ନର ଉତ୍ତର ସେ ଦେଇ ନ ପାରନ୍ତି, ସେଇ ପ୍ରଶ୍ନକୁ ତାର ଉତ୍ତର ସେ ବୁଲେଇକି ଏମିତି ଭାବରେ କହନ୍ତି ଯେ ଯିଏ ପ୍ରଶ୍ନ ପଚାରୁଥିବା ଲୋକଟି ଭାବେ ଯେ ହଁ ସତରେ ବାବା ମୋ ପ୍ରଶ୍ନର ଉତ୍ତର ଦେଇଛନ୍ତି, କିନ୍ତୁ ସେୟା ନୁହେଁ।
ଅନେକ ଥର ବାବା ଧରା ପଡ଼ିଯାନ୍ତି ଆଉ ଅନେକ ନ୍ୟୁଜ୍ ଚ୍ୟାନେଲରେ ତାଙ୍କୁ ଡାକିକି ତାଙ୍କୁ ସାକ୍ଷାତରେ ତାଙ୍କୁ ଏକ୍ସପୋଜ୍ କରାହେଇଛି ସମସ୍ତଙ୍କ ସାମ୍ନାରେ। ତେବେ ଇଏ ହେଉଛି ଅଜ୍ଞାନୀ ମୂର୍ଖ ଅନିରୁଦ୍ଧ ବାବା ଆପଣ କହିପାରିବେ, ଯାହାଙ୍କଠାରେ ଜ୍ଞାନ ତ ନାହିଁ କିନ୍ତୁ ୟାର ମୁହଁ ଖୋଲିଲା ମାନେ ଯାହା ଇଚ୍ଛା ତାହା ପାଟିରୁ ବାହାରିଯାଏ। ତେବେ ପ୍ରିୟ ବନ୍ଧୁଗଣ, ଆଉ ବିଗତ ଦିନମାନଙ୍କରେ ଅନେକ ଭୁଲ ମନ୍ତବ୍ୟ ଦେଇଛି ଏ ବାବା ବାଇବେଲ ବିଷୟକୁ ନେଇକି, ପ୍ରଭୁଙ୍କର ଲୋକମାନଙ୍କ ବିଷୟକୁ ନେଇକି, ଧର୍ମ ପରିବର୍ତ୍ତନ ବିଷୟକୁ ନେଇକି। ଆଉ ଆଜିକାଲି ଯେଉଁ ହିନ୍ଦୁ ଖ୍ରୀଷ୍ଟିଆନ ଭିତରେ ଯେଉଁ ଲଢ଼େଇ ଝଗଡ଼ା ସବୁ ଚାଲିଛି ତାର ମୁଖ୍ୟ କାରଣ ହେଉଛି ଏ ବାବା। ଏ ବାବାମାନଙ୍କର କାମ ହେଉଛି ସେ ଉକସେଇବେ ଲୋକମାନଙ୍କୁ, ଯାଅ ତୁମେ ଲଢ଼, ହତିଆର ଧର, ଯୁଦ୍ଧ କର। ତେବେ ଏଇସବୁ କାମ ହେଉଛି ଏମାନଙ୍କର, ଏଇଭଳି ବାବାମାନଙ୍କର। ଆଉ ଏଇ ବାବାଙ୍କର କଥାଟା ପଡ଼ିକି ଉତ୍ତେଜିତ ହୋଇ ଉଠନ୍ତି ହିନ୍ଦୁ ଭାଇ ଏବଂ ଭଉଣୀମାନେ। ତାଙ୍କ ମନରେ ବିଷ କେଉଁମାନେ ଭରନ୍ତି? ଏଇଭଳି ବାବାମାନେ ଭରି ଦିଅନ୍ତି। କିନ୍ତୁ ଏଠି ଏଇ ଭିଡ଼ିଓ ମଧ୍ୟରେ ଆମେ ଦେଖିବାକୁ ପାଉଛୁ ଜଣେ ଭାଇ ଅଛନ୍ତି, ସେ କ'ଣ କରୁଛନ୍ତି? ସେ ବାବାଙ୍କୁ ଏମିତି ପ୍ରଶ୍ନ ସେ ପଚାରୁଛନ୍ତି, ବାବା କ'ଣ କରୁଛନ୍ତି? ଉତ୍ତର ତ ଦେଉଛନ୍ତି କିନ୍ତୁ ଛାନିଆ ହେଇକି, ଯେମିତି ତାଙ୍କ ଉପରେ ଏକ ବହୁତ ବଡ଼ ଚଡ଼କ ପଡ଼ିଲା, ଆଉ ଯେମିତିକି ତାଙ୍କ ସାମ୍ନାରେ ଏକ ବହୁତ ବଡ଼ କଠିନ ପ୍ରଶ୍ନ ରଖାଗଲା। ଆଉ ଏମିତି ଅନେକ ଲୋକମାନେ ଆସନ୍ତି ବାବାଙ୍କ ପାଖକୁ, ପ୍ରଶ୍ନ ପଚାରନ୍ତି, ଆଉ ବାବା ବେଳେବେଳେ ବିଚଳିତ ହୋଇଯାଆନ୍ତି। ବିଚଳିତ ହେବାର କାରଣ ହେଉଛି ବାବାଙ୍କୁ ହିଁ ଜଣା ନାହିଁ ପ୍ରଶ୍ନର ଉତ୍ତର। ନିଜ ହିନ୍ଦୁ ଧର୍ମଶାସ୍ତ୍ର ଜ୍ଞାନ ଏ ବାବାଙ୍କୁ ହିଁ ଜଣା ନାହିଁ, କିନ୍ତୁ ଏ ବାବା ବାହାରନ୍ତି ଖ୍ରୀଷ୍ଟିଆନମାନଙ୍କୁ ଏକ୍ସପୋଜ୍ କରିବା ପାଇଁ, ଯୀଶୁଙ୍କୁ ଏକ୍ସପୋଜ୍ କରିବା ପାଇଁ, ବାଇବେଲକୁ ଭୁଲ ବୋଲି ପ୍ରମାଣିତ କରିବା ପାଇଁ, ନିଜ ଧର୍ମଶାସ୍ତ୍ରକୁ ଠିକ୍ ବୋଲି ପ୍ରମାଣିତ କରିବା ପାଇଁ ଲାଗି ପଡ଼ନ୍ତି। କିନ୍ତୁ ଯଦି ଆପଣ ଜ୍ଞାନ ବିଷୟରେ ଦେଖିବେ, ହିନ୍ଦୁ ଧର୍ମଶାସ୍ତ୍ର ବିଷୟରେ ଏତେ ଅଧିକ ଜ୍ଞାନ ବି ନାହିଁ ଏ ବାବାର। ଆଉ ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଅଛନ୍ତି ଯେଉଁମାନେ ଖ୍ରୀଷ୍ଟିଆନ ହେଲେ ମଧ୍ୟ ତାଙ୍କ ପାଖରେ ବି ହିନ୍ଦୁ ଧର୍ମଶାସ୍ତ୍ରର ଅନେକ ଜ୍ଞାନ ରହିଛି, କିନ୍ତୁ ଏ ବାବା ପାଖରେ ପ୍ରଭୁ ଯୀଶୁଙ୍କ ବିଷୟରେ ଆଉ ଖ୍ରୀଷ୍ଟିଆନ ଲୋକମାନଙ୍କ ବିଷୟରେ କୌଣସି ନଲେଜ ନଥିଲେ ମଧ୍ୟ ସେ କ'ଣ କରନ୍ତି? ଏକ୍ସପୋଜ୍ କରିବାକୁ ଚେଷ୍ଟା କରନ୍ତି ଆମର ଖ୍ରୀଷ୍ଟିଆନିଟିକୁ, ପ୍ରଭୁ ଯୀଶୁଙ୍କୁ ଏବଂ ବାଇବେଲକୁ। କିନ୍ତୁ ସତ୍ୟ ସବୁବେଳେ ସତ୍ୟ ହିଁ ଅଟେ। ତେବେ ଖ୍ରୀଷ୍ଟ ପ୍ରେମରେ ଆପଣଙ୍କର ପ୍ରତ୍ୟେକଙ୍କୁ ଆନ୍ତରିକ ନମସ୍କାର। ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ। ଆଉ ଯଦି ଭିଡ଼ିଓ ଆପଣଙ୍କୁ ଭଲ ଲାଗିଛି, ଭିଡ଼ିଓକୁ ଲାଇକ୍ କରନ୍ତୁ, ଭିଡ଼ିଓକୁ ସେୟାର କରନ୍ତୁ ଅନ୍ୟମାନଙ୍କ ସାଙ୍ଗରେ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖନ୍ତୁ। ଧନ୍ୟବାଦ।